ଆଜ୍ଞା ଆମେ ଯେଉଁ ଘରେ ରହୁଛନ୍ତି ସେହି ଘରକୁ ସ୍ୱର୍ଗ ଭାବିବା ଦରକାର। କାହାରି ରାଜମହଲ ଦେଖି ଦୁଃଖ କରିବା ଉଚିତ ନୁହେଁ। ଆମେ ଯେଉଁ ଘରକୁ ରହୁଛେ ସେଇଟା ସ୍ୱର୍ଗ ବୋଲି ଭାବିବା ଦରକାର। ରାଜମହଲ କାହାର ଦେଖି ଆମେ ଈର୍ଷା କରିବା ନାହିଁ। ସେଇ ଜିନିଷଟି ଶିଖିବା। ଖୁଣ୍ଟି ଖାଉଥିଲୁ ମଦରଙ୍ଗା ସାଙ୍ଗ, ପିଠି ଖାଉଥିଲା ଖରା। କାଲି ଚାଟୁଥିଲୁ ଅଇଁଠା ପତର, ଆଜି ରୁଚୁ ନାହିଁ ବରା। ସେଟା ଖୁଣ୍ଟି ଖାଉଥିଲୁ ମଦରଙ୍ଗା ଶାଗ। ମଦରଙ୍ଗା ଶାଗ ସେ ଖୁଣ୍ଟି ଖୁଣ୍ଟି ଖାଉଥିଲା, ପିଠି ଖାଉଥିଲା ଖରା। କାଲି ଚାଟୁଥିଲା ସେ ଅଇଁଠା ପତର, ଆଜି ରୁଚୁ ନାହିଁ ବରା। ଗୋଟେ ସୁନ୍ଦର ସାଏରୀ ଅଛି। ଯାହାକୁ କିଛି, ତାର ଅର୍ଥ ହେଉଛି ଏଇଆ ଯେ ଯାହାକୁ କିଛି ମିଳୁନଥିଲା ସେ ଯଦି ହଠାତ୍ କିଛି ପାଇଯାଏ ତାହେଲେ ସେ ପଛ କଥା ସବୁ ଭୁଲିଯାଏ। ମାନେ ଯେ ପୁରା ଗରିବ ଥିବ ସେ ହଠାତ୍ ଧନୀ ହେଇଗଲେ ଏଇଭଳି ହେବ ତାର। କି ହଠାତ୍ ଯଦି ତା ପାଖରେ କିଛି ବି ନଥିବ କିନ୍ତୁ ବହୁତ ଗୁଡ଼ିଏ ମାନେ ସେ ପଦପଦବୀ ମିଳିଗଲା କି ଯାହା ଛୋଟ କିଛି ନଥିବ ସେ ହଠାତ୍ ପଦପଦବୀରେ ଅଧିଷ୍ଠିତ ହେଇଯିବ, ତାହେଲେ ସେ ପଛ କଥା ସବୁ ଭୁଲିଯାଏ। ତେଣୁକରି ଏଇଟା ମନେ ରଖିବା, ଆମେ ପଛ କଥାକୁ କେବେ ବି ଭୁଲିବା ନାହିଁ। ପଛରୁ ଯାହା ଥିଲା ସେଇଟାକୁ ମନେ ରଖିବା, ଏଇ ଅନୁସାରେ ଆମେ ଭାବିଚିନ୍ତି କାର୍ଯ୍ୟ କରିବା। ତାହେଲେ ସାର୍ଟି କେମିତି ଲାଗିଲା? ଭଲ ଲାଗିଥିଲେ ଲାଇକ୍ କରିବେ, ସେୟାର କରିବେ। ରହୁଛି, ଧନ୍ୟବାଦ।